ଜୟ ଶ୍ରୀ ରାଧେ କୃଷ୍ଣ। କୁରୁକ୍ଷେତ୍ରର ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ଅର୍ଜୁନ ଦୁଇ ପକ୍ଷର ସେନାକୁ ଦେଖିଲେ, ସେ ବହୁତ ଆଶ୍ଚର୍ଯ୍ୟ ଓ ଦୁଃଖିତ ହୋଇ ପଡ଼ିଲେ। ସେ ଦେଖିଲେ ଯେ ସେଠାରେ ତାଙ୍କ ନିଜ ଆତ୍ମୀୟ ସ୍ୱଜନ, ଗୁରୁଜନ ଓ ପରିଚିତ ଲୋକମାନେ ଅଛନ୍ତି। ସେମାନଙ୍କୁ ଦେଖି ତାଙ୍କର ମନ ଦୁର୍ବଳ ହୋଇଗଲା। ସେ ଯୁଦ୍ଧକ୍ଷେତ୍ରରେ ଆଉ ଠିଆ ହୋଇ ରହିପାରୁ ନଥିଲେ ଏବଂ ମନରେ ବହୁତ ଚିନ୍ତା ଓ ଦୁଃଖ ଅନୁଭବ କରୁଥିଲେ। ମଣିଷ ଯେତେବେଳେ ଭୌତିକ ବସ୍ତୁ ଓ ନିଜ ଆତ୍ମୀୟ ସ୍ୱଜନଙ୍କ ପ୍ରତି ବହୁତ ଆସକ୍ତ ହୋଇଯାଏ, ସେତେବେଳେ ତାଙ୍କ ମନ ଅସ୍ଥିର ହୋଇଯାଏ। ସେ ଚିନ୍ତା, ଭୟ ଓ ଦୁଃଖରେ ଭରିଯାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଭୌତିକ ବିଷୟରେ ବହୁତ ଆସକ୍ତ ହୋଇଥାନ୍ତି, ସେମାନଙ୍କ ମନରେ ଭୟ ଓ ଚଞ୍ଚଳତା ଜନ୍ମ ନେଇଥାଏ। ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ କେବଳ ଅମଙ୍ଗଳର ଲକ୍ଷଣ ଦେଖୁଥିଲେ। ସେ ଭାବୁଥିଲେ ଯେ ଏହି ଯୁଦ୍ଧରେ ଯଦି ସେ ବିଜୟୀ ହେବେ ମଧ୍ୟ ତାହାରେ ସେ କୌଣସି ସୁଖ ପାଇପାରିବେ ନାହିଁ। ସେ ଭାବିବେ ଯେ ନିଜ ଆତ୍ମୀୟ ମାନଙ୍କୁ ଭାରି ଯଦି ରାଜ୍ୟ ମିଳିବ, ସେହି ରାଜ୍ୟ ତାଙ୍କୁ କେବଳ ଦୁଃଖ ଦେବ। ସେତେବେଳେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ପ୍ରିୟ କୃଷ୍ଣ, ମୋର ନିଜ ଆତ୍ମୀୟ ସ୍ୱଜନଙ୍କୁ ଯଦି ମୁଁ ଯୁଦ୍ଧରେ ବଧ କରିଦେଇଛି, ତାହାରେ ଫଳ କ'ଣ ଭଲ ମିଳିବ ମୁଁ ଦେଖିପାରୁନାହିଁ। ମୁଁ ଏହି ଯୁଦ୍ଧରେ ବିଜୟୀ ହୋଇ ରାଜ୍ୟ ଓ ସୁଖ ଭୋଗ କରିବାକୁ ମଧ୍ୟ ଇଚ୍ଛା କରୁନାହିଁ। ଏହାର ଅର୍ଥ ହେଉଛି ଯେ ସାଧାରଣ ମଣିଷ ବହୁତ ସମୟରେ ଏହା ବୁଝିପାରେ ନାହିଁ ଯେ ଶ୍ରୀକୃଷ୍ଣ ହିଁ ତାଙ୍କର ସତ୍ୟ ହୃଦୟତ ଓ ସତ୍ୟ ସୁଖର କେନ୍ଦ୍ର। ଲୋକେ ଭୁଲରେ ଶରୀରର ସମ୍ପର୍କରେ ଥିବା ଆତ୍ମୀୟ ସ୍ୱଜନଙ୍କୁ ନେଇ ବହୁତ ଆସକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ସୁଖ ଖୋଜନ୍ତି। ମୋହର କାରଣରୁ ଲୋକେ ଭୁଲି ଯାଆନ୍ତି ଯେ ସତ୍ୟ ସୁଖ ଦେବାର ଶକ୍ତି ଶ୍ରୀକୃଷ୍ଣଙ୍କ ପାଖରେ ଅଛି। ଅର୍ଜୁନ ମଧ୍ୟ ସେହି ମୋହରେ ପଡ଼ିଥିଲେ। ତାଙ୍କର କଥାବାର୍ତ୍ତା ଦେଖି ଲାଗୁଥିଲେ ଯେ ସେ ନିଜ କ୍ଷତ୍ରିୟ ଧର୍ମକୁ ମଧ୍ୟ ଭୁଲି ଯାଉଛନ୍ତି। ଶାସ୍ତ୍ରରେ କୁହାଯାଉଛି ଯେ ଦୁଇ ପ୍ରକାର ଲୋକ ଉଚ୍ଚ ଆଧ୍ୟାତ୍ମିକ ସ୍ଥାନକୁ ପହଞ୍ଚନ୍ତି। ପ୍ରଥମେ ସେହି କ୍ଷତ୍ରିୟ ଯେ ଧର୍ମ ପାଇଁ ଯୁଦ୍ଧକ୍ଷେତ୍ରରେ ପ୍ରାଣ ତ୍ୟାଗ କରେ। ଦ୍ୱିତୀୟ ହେଉଛି ସେହି ସନ୍ନ୍ୟାସୀ ଯେ ଏକାନ୍ତରେ ରହି ଆଧ୍ୟାତ୍ମିକ ଜୀବନ ପାଇଁ ପ୍ରୟାସ କରେ। କିନ୍ତୁ ଅର୍ଜୁନ ଏତେ ଦୁଃଖିତ ହୋଇଥିଲେ ଯେ ସେ ନିଜ ଶତ୍ରୁମାନଙ୍କୁ ମଧ୍ୟ ବଧ କରିବାକୁ ଇଚ୍ଛା କରୁନଥିଲେ। ସେ ଭାବୁଥିଲେ ଯେ ନିଜ ଆତ୍ମୀୟମାନଙ୍କ ମାରିଦେଲେ ସେ କେବେ ସୁଖୀ ହୋଇପାରିବେ ନାହିଁ। ଯେପରି ଜଣେ ଲୋକଙ୍କୁ ଭୋକ ନଥିଲେ ସେ ଖାଦ୍ୟ ପ୍ରସ୍ତୁତ କରିବାକୁ ଇଚ୍ଛା କରେ ନାହିଁ, ସେହିପରି ଅର୍ଜୁନ ମଧ୍ୟ ଯୁଦ୍ଧ କରିବାକୁ ମନ କରୁନଥିଲେ। ସେ ଭାବିଲେ ଯେ ସେ ଜଙ୍ଗଲକୁ ଯାଇ ଶାନ୍ତ ଓ ଏକାନ୍ତ ଜୀବନ ବିତାଇବେ। କିନ୍ତୁ ଅର୍ଜୁନ ଜଣେ କ୍ଷତ୍ରିୟ ଥିବାରୁ ତାଙ୍କ ପାଇଁ ରାଜ୍ୟ ଆବଶ୍ୟକ ଥିଲା, କାରଣ କ୍ଷତ୍ରିୟମାନେ ସାଧାରଣତଃ ଅନ୍ୟ କାମ କରି ଜୀବନ ଚଳାଇ ପାରନ୍ତି ନାହିଁ। ଏହିପରି ଅବସ୍ଥାରେ ଅର୍ଜୁନ ମନରେ ବହୁତ ଦୁଃଖ ଓ ସନ୍ଦେହରେ ପଡ଼ିଥିଲେ ଏବଂ ସେ କ'ଣ କରିବେ ତାହା ବୁଝିପାରୁନଥିଲେ। ବହୁତ ପୁରୁଣା ସମୟର କଥା। ଭାରତ ଭୂମିରେ ଜଣେ ବୀର ଯୋଦ୍ଧା ଥିଲେ ଅର୍ଜୁନ। ସେ ପାଣ୍ଡବମାନଙ୍କ ମଧ୍ୟରୁ ଜଣେ ଧନୁବିଦ୍ୟାର ଅତ୍ୟନ୍ତ ପାରଙ୍ଗତ ଥିଲେ। କିନ୍ତୁ ତାଙ୍କ ଜୀବନରେ ବହୁତ କଷ୍ଟ ଆସିଥିଲା। ଛଳ ଓ ଅନ୍ୟାୟ ଦ୍ୱାରା କୌରବମାନେ ପାଣ୍ଡବମାନଙ୍କର ରାଜ୍ୟ ଛିନି ନେଇଥିଲେ। ବର୍ଷ କାଳ ଧରି ଦୁଃଖ ସହିବା ପରେ ଶେଷରେ ଏମିତି ସମୟ ଆସିଲା ଯେ ଯୁଦ୍ଧ କରି ନିଜ ପିତୃପୁରୁଷଙ୍କ ରାଜ୍ୟକୁ ଫେରାଇ ପାଇବାର ସୁଯୋଗ ମିଳିଲା। ଏହି ଯୁଦ୍ଧ ହେବାକୁ ଥିଲା କୁରୁକ୍ଷେତ୍ରର ନାମକ ମହାଯୁଦ୍ଧରେ। ଯୁଦ୍ଧ କ୍ଷେତ୍ରରେ ଦୁଇ ପକ୍ଷର ସେନା ଦୌଡ଼ିଥିଲେ। ଗୋଟିଏ ପଟ ପାଣ୍ଡବମାନେ ଓ ଅନ୍ୟ ପଟେ କୌରବମାନେ। ସେହି ସମୟରେ ଅର୍ଜୁନଙ୍କ ରଥ ସାରଥୀ ଥିଲେ ସ୍ୱୟଂ ଭଗବାନ କୃଷ୍ଣ। ଅର୍ଜୁନ ତାଙ୍କୁ ଭଲ ପାଇ ଗୋବିନ୍ଦ ବୋଲି ଡାକୁଥିଲେ। ସେତେବେଳେ ଅର୍ଜୁନ କୃଷ୍ଣଙ୍କୁ କହିଲେ ଯେ ରଥଟିକୁ ଦୁଇ ସେନାର ମଧ୍ୟରେ ନେବାକୁ ସେ ସମସ୍ତଙ୍କୁ ଭଲ ଭାବରେ ଦେଖିପାରିବା ପାଇଁ। ସେତେବେଳେ ସେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲେ। ସେଠାରେ ଯେଉଁମାନେ ଦୌଡ଼ିଥିଲେ ସେମାନେ କେବଳ ଶତ୍ରୁ ନୁହେଁ, ସେମାନଙ୍କ ମଧ୍ୟରେ ତାଙ୍କ ଗୁରୁ, ଦାତା, ଭାଇ, ବନ୍ଧୁ, ଆତ୍ମୀୟ ଓ ପରିଚୟ ଲୋକମାନେ ଥିଲେ। ଏହା ଦେଖି ଅର୍ଜୁନଙ୍କ ହୃଦୟ ଦୁଃଖରେ ଭରିଗଲା। ତାଙ୍କ ହାତ କମ୍ପିବାକୁ ଲାଗିଲା। ଧନୁଷ ଧରିବାକୁ ମଧ୍ୟ ଶକ୍ତି ରହିଲା ନାହିଁ। ସେ ଦୁଃଖଭରା ଶବ୍ଦରେ କୃଷ୍ଣଙ୍କୁ କହିଲେ, ହେ ଗୋବିନ୍ଦ, ମୁଁ ଏହି ଯୁଦ୍ଧ କରିପାରିବିନି। ଯଦି ମୋତେ ନିଜ ଆତ୍ମୀୟ ଓ ବନ୍ଧୁମାନଙ୍କ ମାରି ରାଜ୍ୟ ମିଳିବ, ତେବେ ସେହି ରାଜ୍ୟ ମୋ ପାଇଁ କାହିଁକି? ଏହାଠାରୁ ଭଲ ମୁଁ ଜଙ୍ଗଲକୁ ଯାଇ ସରଳ ଜୀବନ ବ୍ୟତୀତ କରିବି। ଅର୍ଜୁନଙ୍କ ହୃଦୟ ଦୟା ଓ ସ୍ନେହରେ ଭରିଥିଲା। ସେ ନିଜ ପରିବାରକୁ ନଷ୍ଟ କରିବାକୁ ଚାହୁଁନଥିଲେ। ସେହି କାରଣରୁ ସେ ଯୁଦ୍ଧ କରିବାକୁ ଇଚ୍ଛା କରୁନଥିଲେ।
ଗୋବିନ୍ଦ ଶବ୍ଦର ଅର୍ଥ ହେଉଛି ଯିଏ ସମସ୍ତଙ୍କୁ ଆନନ୍ଦ ଦିଅନ୍ତି। ସାଧାରଣତଃ ଲୋକମାନେ ନିଜ ଇନ୍ଦ୍ରିୟମାନଙ୍କୁ ଖୁସି କରିବା ପାଇଁ ସବୁ କିଛି କରନ୍ତି। ସେମାନେ ଚାହାନ୍ତି ଭାଗବତ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତୁ। କିନ୍ତୁ ଜୀବନର ସତ୍ୟ ଅଲଗା। ଯେତେବେଳେ ମଣିଷ ନିଜ ସୁଖ ପାଇଁ ନୁହେଁ ଭଗବାନଙ୍କୁ ଖୁସି କରିବା ପାଇଁ କାମ କରେ ସେତେବେଳେ ତାଙ୍କର ଜୀବନ ସତ୍ୟରେ ଖୁସି ଭରିଯାଏ। ଭଗବାନଙ୍କ କୃପାରେ ତାଙ୍କର ଅନେକ ଇଚ୍ଛା ସ୍ରୋତ ପୂରଣ ହୋଇଯାଏ। ଏହି ସମୟରେ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ମନ ଭାଙ୍ଗି ପଡ଼ିଥିଲା। ସେ ଯୁଦ୍ଧ କରିବାକୁ ମନେ କରୁନଥିଲେ। ତାଙ୍କର ମନରେ ଦୟା, ସ୍ନେହ ଓ ଦ୍ୱନ୍ଦ୍ୱ ଭରିଥିଲା। ତାପରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଜୀବନ, କର୍ତ୍ତବ୍ୟ, ଧର୍ମ ଓ ଆତ୍ମ ବିଷୟରେ ଗଭୀର ଜ୍ଞାନ ଦେଲେ। ସେହି ଅମୂଲ୍ୟ ଉପଦେଶ ପରେ ଭାଗବତ ଗୀତା ନାମର ସମଗ୍ର ବିଶ୍ୱ ପ୍ରସିଦ୍ଧ ହେଲା। ଏଇଠି ଆମେ ଆଜିର ପ୍ରୟାସ ଶେଷ କରୁଛୁ। ଚ୍ୟାନେଲକୁ ଯିଏ ନୂଆ ହେଇଛ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବେଲ୍ ଆଇକନକୁ ନିଶ୍ଚୟ ଦବାନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ପ୍ରେରଣାଦାୟକ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଜୟ ଶ୍ରୀ ରାଧେ କୃଷ୍ଣ।